ଯଦି ଆପଣଙ୍କ ଆଖି ରାତି 3ଟାରେ ଖୋଲିଥାଏ ତ ହୋଇଯାଆନ୍ତୁ ସତର୍କ। ଏହି ସମୟ ଆପଣଙ୍କୁ କେମିତି ଫଳ ହୋଇଥାଏ ଆଜି ଆମେ ଏହି ଭିଡ଼ିଓ ମାଧ୍ୟମରେ ଜଣାଇବୁ। ଆପଣଙ୍କୁ ଘରୁ ନକାରାତ୍ମକ ଶକ୍ତି କେମିତି ଦୂର କରିବେ ଆସନ୍ତୁ ଜାଣିବା। ଯଦି ଆପଣଙ୍କ ଆଖି ରାତି 1ରୁ 3ଟା ଭିତରେ ଖୋଲିଥାଏ ତ ଏହା ଜାଣିବା ପରେ ଆପଣଙ୍କ ଲୋମ ଟାଙ୍କୁରି ଉଠିବ। ଜାଣନ୍ତୁ କାହିଁକି? ତ ଆଜି ଆମେ ଜାଣିବା ରାତି 1ରୁ 3ଟା ଭିତରେ ଆଖି ଖୋଲିଲେ କ'ଣ ଫଳ ହୋଇଥାଏ। ଏହା ତ ଆପଣ ଜାଣିଥିବେ, ସମସ୍ୟା କେବେ ବି ଜଣେକି ଆସେ ନାହିଁ। ସବୁବେଳେ ଘରେ ନକାରାତ୍ମକ ଏତେ ବଢ଼ିଯାଏ ଯେ ଅନେକ ପ୍ରକାର ସମସ୍ୟା ଆସିବାକୁ ଲାଗିଥାଏ। କେବେ କେବେ ପିଲାମାନେ ବେମାର ପଡ଼ିଥାନ୍ତି ତ କେବେ କେବେ ଘର ଖୁସି ଚାଲିଯାଏ। ଏମିତିକି ଘରେ ରୋଜଗାର କରୁଥିବା ମୁଖିଆଙ୍କ ଚାକିରି ମଧ୍ୟ ଚାଲିଯାଏ। ଏମିତି ମାନ୍ୟତା ଅଛି ଯେ ଯଦି ଘରେ କୌଣସି ନକାରାତ୍ମକ ଶକ୍ତିର ଛାୟା ଥାଏ ତ ଏମିତି ସମୟ ବା ସମସ୍ୟା ସୃଷ୍ଟି ହୋଇଥାଏ। ଯେମିତିକି ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହେବା, ଅଚାନକ କୌଣସି ସଦସ୍ୟଙ୍କ ମୃତ୍ୟୁ ହୋଇଯିବା, କୋର୍ଟ କଚେରୀରେ ଚକ୍କର ଲଗାଇବା ଆଦି ଏଥିରେ ସାମିଲ ଅଟେ। ଆଉ ଶତ୍ରୁ ମଧ୍ୟ ବଢ଼ିଯାଆନ୍ତି। ଗରୁଡ଼ ପୁରାଣ ଅନୁସାରେ ଭଲ ଖରାପ ଦୁଇଟି ଯାକ ଆମ ଜୀବନରେ ବାସ କରିଥାଏ। କିନ୍ତୁ ଖରାପ ଯେବେ ଆମ ଉପରେ ପ୍ରାଧାନ୍ୟ ଦେଇଥାଏ ତ ସମସ୍ୟା ବ୍ୟତୀତ ଆମକୁ ଆଉ କିଛି ମିଳିନଥାଏ। ସମସ୍ୟା ଆମର କିଛି ଭୁଲ ପାଇଁ ହିଁ ଆସିଥାଏ। ତେବେ ଆସନ୍ତୁ ଜାଣିବା ସେହି ଭୁଲ ଗୁଡ଼ିକ ବିଷୟରେ। ତ ଗରୁଡ଼ ପୁରାଣ ଅନୁସାରେ ଅଇଁଠା ଥାଳି କିମ୍ବା ଅଇଁଠା ଗ୍ଲାସରେ କେବେ ବି ପାଣି ପିଇବା ଉଚିତ ନୁହେଁ। ଏହାଦ୍ୱାରା ନକାରାତ୍ମକ ଆମ ଉପରେ ପ୍ରାଧାନ୍ୟ ଦେଇଥାଏ। ଅନେକ ରୋଗ ହୋଇପାରେ, ଯେଉଁ କାରଣରୁ ଆମର କୁଣ୍ଡଳୀମାନେ ଆମର ଉପରୁ ରାହୁ ଦୋଷ ଉତ୍ପନ୍ନ ହୋଇଥାଏ, ଯେଉଁ କାରଣରୁ ଆମେ କୌଣସି କାମ କଲେ ସଫଳତା ମିଳିନଥାଏ। ତେଣୁ ଅଇଁଠା ବାସନ କିମ୍ବା ଅଇଁଠା ଗ୍ଲାସରେ ପାଣି ପିଅନ୍ତୁ ନାହିଁ। ଏହାଦ୍ୱାରା ଅଶୁଭ ହୋଇଥାଏ ଏବଂ ଘରେ ନକାରାତ୍ମକ ବାସ କରିଥାଏ। ସର୍ବଦା ଅଇଁଠା ବାସନ କିମ୍ବା ଅଇଁଠା ଗ୍ଲାସ ଧୋଇକି ରଖିବା ଉଚିତ। ଘରେ ଏଠି ସେଠି ଜିନିଷ ରଖିବା ଉଚିତ ନୁହେଁ। ଏହାଦ୍ୱାରା ଘରେ ନକାରାତ୍ମକ ବୃଦ୍ଧି ପାଇଥାଏ। ଏଥିପାଇଁ ଘରେ ସର୍ବଦା ଜିନିଷ ଗୁଡ଼ିକୁ ଠିକ୍ ଜାଗାରେ ରଖିବା ଉଚିତ। ଯଦି ଆପଣଙ୍କ ଘରେ କେଉଁଠି ଅନ୍ଧାର ରହୁଛି ତ ଏହା ଶୁଭ ହୋଇନଥାଏ। ସବୁବେଳେ କେଉଁଠି ଅନ୍ଧାର ରହିଥାଏ ତ ସେଠାରେ ନକାରାତ୍ମକ ବୃଦ୍ଧି ପାଇଥାଏ। ଏଥିପାଇଁ ଆପଣଙ୍କ ଅନ୍ଧାର ଥିବା ଜାଗାରେ ସର୍ବଦା ଆଲୁଅର ପ୍ରବନ୍ଧ କରିବା ଉଚିତ। ଚାହିଁଲେ ସେଠାରେ ଦୀପ ମଧ୍ୟ ଜଳାଇ ଦେଇପାରିବେ। ଯଦି ରାତିରେ ଶୋଇବା ସମୟରେ ଆପଣଙ୍କୁ ପାଉଁଜିର ଶବ୍ଦ ଆସିଥାଏ କିମ୍ବା ଏମିତି କିଛି ଶବ୍ଦ ଶୁଣାଯାଇଥାଏ ଯାହା ଅନ୍ୟକୁ ଶୁଣାଯାଇନଥାଏ ତ ଏଥିରୁ ଜଣାପଡ଼ିବ କି ଆପଣଙ୍କ ଘରେ ନକାରାତ୍ମକର ବାସ ଅଛି। ଏହିସବୁ ସଙ୍କଟରୁ ମୁକ୍ତି ପାଇବା ପାଇଁ ହନୁମାନ ଚାଳିଶା ପାଠ କରିବା ଉଚିତ। ଏହାଦ୍ୱାରା ସବୁ ସମସ୍ୟା ଦୂର ହୋଇଯାଇଥାଏ। ବାରମ୍ବାର କ୍ଷୀର ଉତୁରି ପଡ଼ିବା କିମ୍ବା କ୍ଷୀର ଖରାପ ହୋଇଯିବା, ଅର୍ଥାତ୍ କାଚର ଗ୍ଲାସ ବାରମ୍ବାର ଭାଙ୍ଗିଯିବା କିମ୍ବା ହଠାତ୍ ଘରର କୌଣସି ସଦସ୍ୟଙ୍କର ଦୁର୍ଘଟଣା ହୋଇଯିବା, ଘରେ ଦୀର୍ଘ ଦିନର ବିମାର ସମାପ୍ତ ନ ହେବା, ଘର ସଫା କରିବା ପରେ ବି ଦୁର୍ଗନ୍ଧ ଆସିବା, ତେଲ ବାରମ୍ବାର ପଡ଼ିଯିବା, ରାତିରେ ଭୟଙ୍କର ସ୍ୱପ୍ନ ଆସିବାକୁ ବି ଶୁଭ ମନାଯାଏ ନାହିଁ। ଏମିତି ହେଲେ ବୁଝିନିଅନ୍ତୁ ଯେ ଖରାପ ଶକ୍ତିର ବାସ ଅଛି। ପେଟ ଭରା ଅଛି କିନ୍ତୁ ବାରମ୍ବାର ଆପଣଙ୍କୁ ଭୋକ ଲାଗୁଛି ତ ଏହାର ଅର୍ଥ ଆପଣଙ୍କ ଉପରେ କୌଣସି ଖରାପ ଶକ୍ତିର ଛାୟା ଅଛି। ଘରର କାନ୍ଥ ବାରମ୍ବାର ଖରାପ ବା ଭାଙ୍ଗି ଯାଉଛି, ମହିଳାମାନେ ବିନା କାରଣରେ କ୍ରୋଧ କରିବା, ଏହିସବୁ ସଂକେତ ହୋଇଥାଏ କି ଆପଣଙ୍କ ଘର ଉପରେ ଖରାପ ଶକ୍ତିର ବାସ ଅଛି। ଘରେ ପାଣି ଟପ୍ ଟପ୍ ପଡ଼ିବା, ବୁଢ଼ିଆଣୀ ଜାଲ ହେବା, କାଚ ଭାଙ୍ଗିଯିବା, ଅଚାନକ ଟଙ୍କା ଆସି ଶେଷ ହୋଇଯିବା, ଆପଣଙ୍କ ଖର୍ଚ୍ଚ ଏମିତି ବଢ଼ିଯାଉଛି କି ଆପଣଙ୍କର ଧନ କେବେ ବି ସଞ୍ଚୟ କରି ରଖିପାରୁନାହାନ୍ତି, ଆଉ କରଜ ବଢ଼ିଯାଉଛି, ଏହିସବୁ ସଂକେତ ହୋଇଥାଏ କି ଆପଣଙ୍କ ଘରେ କୌଣସି ଖରାପ ଶକ୍ତି କିମ୍ବା ନକାରାତ୍ମକ ଛାୟା ଆସିଯାଇଛି। ଏଥିପାଇଁ ଆପଣ ନିଜ ଘରେ ତୁଳସୀ ଗଛ ଲଗାନ୍ତୁ। ମାନ୍ୟତା ଅଛି ଯେଉଁ ଘରେ ତୁଳସୀ ଗଛ ଥାଏ ସେଠାରେ ନକାରାତ୍ମକ ରହିନଥାଏ। ଏହାଦ୍ୱାରା ଆପଣଙ୍କ ଘରେ ସକାରାତ୍ମକ ଶକ୍ତିର ବାସ ହୋଇଥାଏ। ଏହା ସହିତ ସମସ୍ତ ସମସ୍ୟାରୁ ମୁକ୍ତି ମଧ୍ୟ ମିଳିଥାଏ। ଏହା ବ୍ୟତୀତ ପ୍ରତ୍ୟେକ ଦିନ ଶୋଇବା ପୂର୍ବରୁ ହନୁମାନ ଚାଳିଶା ପାଠ କରିବା ଉଚିତ। ସୂର୍ଯ୍ୟାସ୍ତ ପରେ କପଡ଼ା ଧୋଇବା ଉଚିତ ନୁହେଁ। ଏହାଦ୍ୱାରା ଖରାପ ଶକ୍ତିର ବାସ ହୋଇଥାଏ। ଏମିତି ବ୍ୟକ୍ତି ଭଗବାନଙ୍କ କୃପାରୁ ବଞ୍ଚିତ ହୋଇଥାନ୍ତି। ସୂର୍ଯ୍ୟାସ୍ତ ପରେ କାହାରିକୁ କୌଣସି ଜିନିଷ ଦେବା ଉଚିତ ନୁହେଁ। ସୂର୍ଯ୍ୟାସ୍ତ ସମୟରେ ଶାରୀରିକ ସମ୍ବନ୍ଧ ସ୍ଥାପିତ କରିବା ଉଚିତ ନୁହେଁ। ଯେବେ ସୂର୍ଯ୍ୟ ଅସ୍ତ ହୋଇଯାଉଥିବେ ସେହି ସମୟରେ ଭଗବାନଙ୍କୁ ଜପ କରିବା ଉଚିତ। ଏହାଦ୍ୱାରା ଖରାପ ଶକ୍ତିର ଛାୟା ଘର ଉପରେ ପଡ଼ିନଥାଏ। ଯଦି ଆପଣଙ୍କ ଘରେ
କାହାର ଚପଲ କିମ୍ବା ବସ୍ତ୍ର ରହିଯାଇଛି ତ ତାହାକୁ ତୁରନ୍ତ ନିଜ ଘରୁ କାଢ଼ି ଦିଅନ୍ତୁ। ଅନ୍ୟର ଚପଲ କିମ୍ବା ଅନ୍ୟର ବସ୍ତ୍ର କେବେ ବି ଧାରଣ କରନ୍ତୁ ନାହିଁ। ଏହାଦ୍ୱାରା ଆପଣଙ୍କ ଜୀବନର ସମସ୍ୟା ଆସିଥାଏ। କୁଣ୍ଡଳୀ ଦୋଷ ଉତ୍ପନ୍ନ ହୋଇଥାଏ, ରାହୁ ଦୋଷ ଉତ୍ପନ୍ନ ହୋଇଥାଏ, ଶନିଦେବ ବି ଆପଣଙ୍କ ଉପରେ କ୍ରୋଧିତ ହୋଇଯାଆନ୍ତି। ଏମିତି କେବେ ବି କରନ୍ତୁ ନାହିଁ। ଏଥିପାଇଁ ସେହି ଜିନିଷକୁ ଦୂରେଇ ଦିଅନ୍ତୁ। ଅନ୍ୟ ଲୋକଙ୍କ ନଜର ଦୋଷ ନିଜ ଘରେ କେବେ ବି ଉତାରିବା ଉଚିତ ନୁହେଁ। ଅନ୍ୟ ଲୋକଙ୍କ ନଖ ନିଜ ଘରେ କେବେ ବି କାଟିବା ଉଚିତ ନୁହେଁ। ଏହାକୁ ଶୁଭ ମନାଯାଇ ନଥାଏ। ଯେଉଁ ଘରେ ବୁଢ଼ିଆଣୀ ବସା ଥାଏ ସେହି ଘରେ ଭୂତ ପ୍ରେତଙ୍କ ବାସ ହୋଇଥାଏ। ଏମିତି ହେବାକୁ ଦିଅନ୍ତୁ ନାହିଁ। ବୁଢ଼ିଆଣୀ ବସା ହେଲେ ଶୀଘ୍ର ଘରୁ ଦୂରେଇ ଦିଅନ୍ତୁ। ଶାସ୍ତ୍ର ଅନୁସାରେ ସନ୍ଧ୍ୟା ସମୟରେ ମହିଳାମାନଙ୍କୁ କେଶ ଖୋଲା କରିବା ଉଚିତ ନୁହେଁ। ଏହାଦ୍ୱାରା ଦିବ୍ୟ ଶକ୍ତି କ୍ରୋଧିତ ହୋଇଯାଆନ୍ତି ଆଉ ଖରାପ ଶକ୍ତି ସକ୍ରିୟ ହୋଇଯାଆନ୍ତି। ଏଥିପାଇଁ ସନ୍ଧ୍ୟା ସମୟରେ ମହିଳାମାନଙ୍କୁ କେଶ ଖୋଲା କରିବା ଉଚିତ ନୁହେଁ। ଡେରି ରାତି ପର୍ଯ୍ୟନ୍ତ ଆଇନା ଦେଖିବା ଉଚିତ ନୁହେଁ। ଏହାଦ୍ୱାରା ବି ଖରାପ ଶକ୍ତି ସକ୍ରିୟ ହୋଇଯାଆନ୍ତି ଆଉ ଆପଣଙ୍କୁ ତାଙ୍କ ଜାଲରେ ଫସାଇ ଦିଅନ୍ତି। ଏଥିପାଇଁ ଡେରି ରାତି ପର୍ଯ୍ୟନ୍ତ ଆଇନା ଦେଖିବା ଉଚିତ ନୁହେଁ। ଗର୍ଭବତୀ ମହିଳା ରାତିରେ ଏକା ବାହାରକୁ ଯିବା ଉଚିତ ନୁହେଁ। ଏମିତି ହେଲେ ଆପଣଙ୍କ ଦେହକୁ ଥିବା ସନ୍ତାନର ମୃତ୍ୟୁ ମଧ୍ୟ ହୋଇପାରେ। ଏହି ସମୟରେ ନିଜର ଶରୀରର କଳା ସୂତା ନିଶ୍ଚୟ ବାନ୍ଧି ରଖନ୍ତୁ। ଗରୁଡ଼ ପୁରାଣ ଅନୁସାରେ ଡେରି ରାତିରେ ଶୋଉଥିବା ମହିଳା ଆଉ ସକାଳେ ଡେରିରେ ଉଠୁଥିବା ମହିଳା ପୁରା ଘରକୁ ବିନାଶ କରିଥାନ୍ତି। ଏମିତି ମହିଳା ପୁରା କୂଳକୁ ନାଶ କରିଦିଅନ୍ତି। ତ ଆସନ୍ତୁ ଜାଣିବା ରାତି 1ରୁ 3ଟା ମଧ୍ୟରେ ଆଖି ଖୋଲିବା ଆପଣଙ୍କୁ କ'ଣ ଫଳ ହୋଇଥାଏ। କାହିଁକି ଏହି ସମୟରେ ଆଖି ଖୋଲିଲେ ନକାରାତ୍ମକ ଉର୍ଜାର ଅନୁଭବ ହୋଇଥାଏ। ଯଦି ଆପଣ ରାତି 1ରୁ 3ଟା ମଧ୍ୟରେ ଉଠୁଛନ୍ତି ତ କୌଣସି ଜିନିଷ ଆପଣଙ୍କୁ ଭାବନାତ୍ମକ ରୂପରେ ଚିନ୍ତିତ କରିପାରେ। ଆପଣଙ୍କ ଶରୀରର ହେବାକୁ ଥିବା ସକାରାତ୍ମକ ଉର୍ଜା ବି ପ୍ରବାହିତ ହୋଇଥାଏ। ତ ଆସନ୍ତୁ ଜାଣିବା ରାତି 1ରୁ 3ଟା ମଧ୍ୟରେ ସମୟକୁ କାହିଁକି ଅଶୁଭ ମନାଯାଏ। ଅଧରାତିରେ କୌଣସି ଦେବୀ ଦେବତାଙ୍କୁ ବା ଦେବୀ ଦେବତାଙ୍କର ପୂଜା କରାଯାଏ ନାହିଁ କି କୌଣସି ଗହଳି ଚହଳି ହୋଇନଥାଏ କି ମନ୍ଦିର କବାଟ ବି ଖୋଲା ହୋଇନଥାଏ। ଏହି ସମୟରେ ସୂର୍ଯ୍ୟ ବି ଉଦୟ ହୋଇନଥାନ୍ତି। ଏହି କାରଣରୁ ଏହି ସମୟରେ ନକାରାତ୍ମକ ଉର୍ଜା ପାଇଁ ବହୁତ ଅଧିକ ଶକ୍ତିଶାଳୀ ସମୟ ଅଟେ। ଏହି ସମୟରେ ନକାରାତ୍ମକ ଉର୍ଜା 100 ଗୁଣା ବଢ଼ିଯାଏ। ଆଉ ଏହି ସମୟରେ ସିଦ୍ଧି ପ୍ରାପ୍ତ କରିବା ପାଇଁ ତାନ୍ତ୍ରିକମାନେ ଅନେକ ପ୍ରକାର ସାଧନା ବି କରିଥାନ୍ତି, ଯେଉଁଥିରେ ବଳି ଦେବା ଗୁପ୍ତ ସାଧନା ବି କରିଥାନ୍ତି। ତନ୍ତ୍ରବିଦ୍ୟା ଅନୁସାରେ ରାତି 1ରୁ 3 ମଧ୍ୟରେ ସାଧନା ଏବଂ ଦିଆଯାଇଥିବା ବଳି ସବୁଠାରୁ ଅଧିକ ପ୍ରଭାବଶାଳୀ ହୋଇଥାଏ। ଏଥିପାଇଁ ତାନ୍ତ୍ରିକଙ୍କ ପାଇଁ ଏହି ସମୟ ବହୁତ ମହତ୍ତ୍ୱ ରଖିଥାଏ। ଏହି କାରଣରୁ ଏହି ସମୟରେ ଅଧିକ ଶୈତାନ ଶକ୍ତି ବ୍ରହ୍ମାଣ୍ଡରେ ଘୁରି ବୁଲନ୍ତି। ଏଥିପାଇଁ ରାତି 1ରୁ 3ଟା ମଧ୍ୟରେ ସମୟ ଭଲ ନୁହେଁ। ଆଉ ରାତିରେ ଶୋଇବା ପୂର୍ବରୁ କୌଣସି ପ୍ରକାରର ଭୂତ ପ୍ରେତ ବିଷୟରେ କଥା ହୁଅନ୍ତୁ ନାହିଁ କି ଟିଭିରେ ଦେଖନ୍ତୁ ନାହିଁ। ତ ଦର୍ଶକ ବନ୍ଧୁ, ଆପଣମାନଙ୍କୁ ଆମର ଏହି ଭିଡ଼ିଓଟି କେମିତି ଲାଗିଲା କମେଣ୍ଟ ମାଧ୍ୟମରେ ନିଶ୍ଚିତ ଜଣାଇବେ। ଆପଣ ଯଦି ଚ୍ୟାନେଲରେ ନୂଆ ଅଛନ୍ତି ତ ସବସ୍କ୍ରାଇବ୍ କରିଦିଅନ୍ତୁ ଆଉ ପାଖରେ ଥିବା ବେଲ୍ ଆଇକନ୍କୁ ମଧ୍ୟ ପ୍ରେସ୍ କରିଦିଅନ୍ତୁ, ଯାହାଦ୍ୱାରା ଆଗକୁ ଆସୁଥିବା ଆମର ସମସ୍ତ ଭିଡ଼ିଓର ନୋଟିଫିକେସନ୍ ଆପଣ ସର୍ବପ୍ରଥମେ ପାଇପାରିବେ। ଧନ୍ୟବାଦ। ପୁଣି ଦେଖାହେବ ନୂଆ ଏକ ଭିଡ଼ିଓରେ।